ବର୍ତ୍ତମାନ ଯାହାକି 2024 ନିର୍ବାଚନର ଫଳାଫଳ ପ୍ରାୟତଃ ଘୋଷଣା ସରିଯାଇଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ଆପଣମାନଙ୍କର ଯାହାକି ବହୁତ ସାରା କମେଣ୍ଟ ରହିଥିଲା। ତ ସକାଳର ଯେଉଁ ଭିଡ଼ିଓ ଆପଣମାନଙ୍କ ସହିତ ସେୟାର କରିଥିଲି, ସେଥିରେ ଆପଣମାନଙ୍କୁ ଯାହାକି ଆମ ଓଡ଼ିଶାର ବିଧାନସଭାରେ କେଉଁ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି ଏବଂ କେତେ ଭୋଟ୍ରେ ବିଜୟୀ ହୋଇଛନ୍ତି ତାର ସମ୍ପୂର୍ଣ୍ଣ ଡିଟେଲ୍ସ ଆପଣମାନଙ୍କ ସହିତ ଭିଡ଼ିଓ ମାଧ୍ୟମରେ ସେୟାର କରିଥିଲି। ତ ଆପଣମାନଙ୍କର ବହୁତ ସାରା କମେଣ୍ଟ ଥିଲା, ଯେଉଁ ଏମ୍ପି କ୍ୟାଣ୍ଡିଡେଟ୍ ରହିଛନ୍ତି ସେଇ ଏମ୍ପି କ୍ୟାଣ୍ଡିଡେଟ୍ ଓଡ଼ିଶାରୁ କେତେ ଜଣ ଏମ୍ପି ଯାହାକି ବିଜୟ ହାସଲ କଲେ ବା କେଉଁ ଦଳରୁ ବିଜୟ ହାସଲ କଲେ ଏବଂ କେଉଁ କେଉଁ ଜିଲ୍ଲାରୁ ଏମ୍ପି ମାନେ କେତେ ଖଣ୍ଡ ଭୋଟ୍ ପାଇଛନ୍ତି ତାର ଡିଟେଲ୍ସ ଯଦି ଜାଣିବା ପାଇଁ ଚାହୁଁଛନ୍ତି ତ ଭିଡ଼ିଓକୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ତ ଦେଖନ୍ତୁ, ବର୍ତ୍ତମାନ ଯଦି ଆମେ ଦେଖିବା ଆମର ଇଲେକ୍ସନ୍ କମିଶନଙ୍କ ଅଫିସିଆଲ ୱେବସାଇଟ୍ର ଲିଙ୍କ୍ ମଧ୍ୟ ମୁଁ ଡେସ୍କ୍ରିପ୍ସନ୍ରେ ଦେଇଦେବି, କିମ୍ବା ଆପଣମାନେ eci.gov.in ଯାହାକି ଗୁଗୁଲରେ ସର୍ଚ୍ଚ କଲା ପରେ ଦେଖନ୍ତୁ ଏଠି ଆପଣଙ୍କର ଜେନେରାଲ ଇଲେକ୍ସନ୍ ରେଜଲ୍ଟ 2024 ଅପସନ୍ ଆସୁଛି। ଏଠି ଆସିଲା ପରେ ଦେଖନ୍ତୁ ପାର୍ଲିଆମେଣ୍ଟାରୀ କନଷ୍ଟିଚ୍ୟୁଏନ୍ସି ବା ଯାହାକି ଆମେ ଏମ୍ପି ବୋଲି କହୁଛୁ, ତ 543ଟି ଯାହାକି ରହିଛି ଆମର ଏମ୍ପି ସିଟ୍। ତ ସେଇ ଏମ୍ପି ସିଟ୍ରେ ଆପଣମାନଙ୍କର ଷ୍ଟେଟ୍ ୱାଇଜ୍ ଯାହାକି ଏଠି ଡିଟେଲ୍ସ ଆପଣମାନେ ଚେକ୍ କରିପାରିବେ। ତ ଷ୍ଟେଟ୍ ୱାଇଜ୍ ଚେକ୍ କରିବା ପାଇଁ ହେଲେ ଏଠି ସିଲେକ୍ଟ ଷ୍ଟେଟ୍ ଅପସନ୍ରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣ ଓଡ଼ିଶା ଚୁଜ୍ କରିନେବେ। ଓଡ଼ିଶା ଚୁଜ୍ କଲା ପରେ ଦେଖନ୍ତୁ ଯାହାକି ଅଲରେଡ଼ି ଡିକ୍ଲେୟାର ହୋଇଯାଇଛି, ବିଜେପି 20ଟି ଆସନରେ ବିଜୟ କରିଛି ଏବଂ କଂଗ୍ରେସ ମଧ୍ୟ ଗୋଟିଏ ଆସନରେ ବିଜୟ କରିଛି। ଏଥିମଧ୍ୟ ଦେଖନ୍ତୁ ଆପଣମାନଙ୍କର ଯାହାକି ଯେଉଁ ରହିଛି ନିର୍ବାଚନ ମଣ୍ଡଳୀ ତାହା ମଧ୍ୟ ଆପଣମାନେ ଏଠି ଚେକ୍ କରିପାରିବେ। ଯଦି ଆମେ ଦେଖିବା ତ ଆସ୍କା କଥା ଯଦି ଦେଖିବା, ଆସ୍କାରେ ଦେଖନ୍ତୁ ଅନିତା ସୁବରଦର୍ଶିନୀ ଯାହାକି ଭାରତୀୟ ଜନତା ପାର୍ଟିର ଆମର ଟୋଟାଲ୍ ଭୋଟ୍ ପାଇଛନ୍ତି। ଦେଖନ୍ତୁ ଏଠି ଦେଖିପାରୁଥିବେ 4,94,226ଟି ଏବଂ ତାଙ୍କର ଯେଉଁ ରହିଛନ୍ତି କମ୍ପିଟେଟ୍ ଯେଉଁ ଥିଲେ ବିଜୁ ଜନତା ଦଳର ରଞ୍ଜିତା ସାହୁଙ୍କୁ ଏଠି ଦେଖନ୍ତୁ 99,974ଟି ଭୋଟ୍ରେ ଯାହାକି ହରାଇଛନ୍ତି। ସେହିପରି ଆପଣମାନେ ଟୋଟାଲ୍ ଡିଟେଲ୍ସ ଏଠାରେ ଚେକ୍ କରିପାରିବେ। ଯେଉଁ ଡିଷ୍ଟ୍ରିକ୍ଟରୁ ଆପଣମାନେ ଭିଡ଼ିଓ ଦେଖୁଛନ୍ତି ତ ସେ ଭିଡ଼ିଓରେ ଆପଣମାନଙ୍କର ଏମ୍ପି କ୍ୟାଣ୍ଡିଡେଟ୍ କିଏ ଜିତିଛନ୍ତି ଏବଂ କେତେ ଭୋଟ୍ରେ ପାଇଛନ୍ତି। ସେପରି ଦେଖନ୍ତୁ ଏଠି ବାଲେଶ୍ୱରରୁ ଆପଣଙ୍କର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ 1,47,156ଟି ଭୋଟ୍ରେ ଯାହାକି ବିଜୟ ହାସଲ କରିଛନ୍ତି। ସେପରି ଯଦି ଡିଟେଲ୍ସ ଦେଖିବା ପାଇଁ ଚାହୁଁଛନ୍ତି ତ ଏଠି ଦେଖନ୍ତୁ ଗୋଟିଏ ଅପସନ୍ ରହିଛି ଟେବୁଲ୍ ଅପସନ୍। ସେଇ ଟେବୁଲ୍ ଅପସନ୍ରେ କ୍ଲିକ୍ କଲା ପରେ ଏଠି ଆପଣମାନେ ଟୋଟାଲ୍ ଦେଖିପାରିବେ କେଉଁ ପ୍ରାର୍ଥୀ ଆମର ଇଭିଏମ୍ରୁ କେତେ ଭୋଟ୍ ପାଇଲେ, ପୋଷ୍ଟାଲ୍ ଭୋଟ୍ କେତେ ରହିଲା ଏବଂ ଟୋଟାଲ୍ ଭୋଟ୍ କ'ଣ, ପରସେଣ୍ଟେଜ୍ ଅଫ୍ ଭୋଟ୍ ଯାହାକି ସମ୍ପୂର୍ଣ୍ଣ ଡିଟେଲ୍ସ ଏଠି ଆପଣମାନେ ଚେକ୍ କରିପାରିବେ। ତ ସେହିପରି ଯାହାକି ରହିଛି ଆପଣମାନଙ୍କର ଆମର ଏମ୍ପି କ୍ୟାଣ୍ଡିଡେଟ୍, ଯେଉଁ ଆପଣମାନଙ୍କର ନିର୍ବାଚନ ମଣ୍ଡଳୀରେ ଆପଣ ଏମ୍ପି କ୍ୟାଣ୍ଡିଡେଟ୍ ଦେଖିବା ପାଇଁ ଚାହୁଁଛନ୍ତି ତ ଏଇଭଳି ଆପଣମାନେ ଚେକ୍ କରିପାରିବେ। ଏବଂ ଏଥିରେ ଯେଉଁ ତଥ୍ୟ ରହିଛି ଏହା ସମ୍ପୂର୍ଣ୍ଣ ନିର୍ଭୁଲ ଏବଂ ସଠିକ୍ ତଥ୍ୟ ଅଟେ, କାରଣ ଏଇଟା ଇଲେକ୍ସନ୍ କମିଶନଙ୍କ ତରଫରୁ ଯାହାକି ଘୋଷଣା କରାଯାଇଛି। ତେଣୁ ଏହା ଥିଲା ଆପଣମାନଙ୍କ ପାଇଁ କିଛି ଛୋଟ ଅପଡ଼େଟ୍। ଆଶା କରୁଛି ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆଗକୁ ମଧ୍ୟ ଯାହାକି ଆସୁଥିବା ନିର୍ବାଚନର ଫଳାଫଳ ବିଷୟରେ ମଧ୍ୟ ପରବର୍ତ୍ତୀ ସମୟରେ ଆମେ ଭିଡ଼ିଓରେ ଆଲୋଚନା କରିବା। ଏବଂ ଆପଣମାନେ କେଉଁ ଡିଷ୍ଟ୍ରିକ୍ଟରୁ ଭିଡ଼ିଓ ଦେଖୁଛନ୍ତି ନିହାତି କମେଣ୍ଟ ସେକ୍ସନରେ ଜଣାଇବେ। ଧନ୍ୟବାଦ।